ଚର୍ମ ବେଡ଼ିଛି ସିନା 84କୁ ଚିତ୍ତ ତୁ ଲଗା ନୀଳ ଗିରିବାସୀକୁ ରେ ଚର୍ମ ବେଡ଼ିଛି ସିନା 84କୁ। ଆପଣଙ୍କର ଏଇ ଯୋଉ ବାତ୍ୟା ହବ, ଭୂମିକମ୍ପ ହବ, ଆ ପୂର୍ବରୁ ମାନେ ଗୋଟେ କଥା ଆମକୁ ଡିରେକ୍ସନ କହିଯାଇଛି, ଦୈବିକ ବୋଲି ଗୋଟେ କଳ୍ପ, ଯେମିତି ବ୍ରହ୍ମାଙ୍କର ରାତି ଆସୁଛି, ସେ ରାତି ଯେତେବେଳେ ହବ 7 ଦିନ ଖଣ୍ଡେ କଣ୍ଟିନ୍ୟୁ ବର୍ଷା ହବ। ତାପରେ ତା ନାଁ ହଉଛି ଦୈବିକ କଳ୍ପ। ଟିକେ ବ୍ରହ୍ମାଙ୍କର ଗୋଟେ ଅନ୍ଧାର ଆଭାସ ହବ, ଆଉ ପୃଥିବୀ କିଛି ଦିନ ଅନ୍ଧାର ହବ। ସେଇ ଦୈବିକ କଳ୍ପ ଭିତରେ ଏଗୁଡା ସବୁ ବେଶୀ ଘଟିବ। କଳ୍ପନା ହଉଛି ଦୈବିକ। ତଥାପି ଯାହା କହିଥିଲେ ମନେ ଅଛି ସେତିକି କହୁ ଦୈବିକ କଳ୍ପ। ତେଣୁ ଶିବ ସମ୍ବତ୍ସବରେ ଦୈବିକ କଳ୍ପ ହେଇଥିଲା। ମାନେ ଆପଣଙ୍କର ଯେତେବେଳେ କଳ୍ପ ଚେଞ୍ଜ ହୁଏ, ପ୍ରଳୟ ହୁଏ, ଖଣ୍ଡ ପ୍ରଳୟ, ସେ ଦୈବିକ କଳ୍ପ ହୁଏ। ସେ କିଛି ଦିନ ରହେ, କାହିଁକି ନା ବେଦକୁ ଅପଭ୍ରଷ୍ଟ କରିବାରୁ, ବେଦକୁ ନିଚଗାମୀ ହେଇ ପାତାଳକୁ ନେଇ ଯିବାରୁ ଏଇ ସବୁ ହଉଛି। ମାନେ ବେଦକୁ କେହି ଆଉ ମାନୁନାହାନ୍ତି, ବେଦକୁ ନିଚଗାମୀ କରିବାରୁ ଏଇ ଦୈବିକ କଳ୍ପର ମହାବାତ୍ୟା ଆଉ ମହାପବନ ଆଉ ବହୁ ଜୋର ସେ ବୃଷ୍ଟି ହବ। ତା ଦେହରେ ଶସ୍ୟ ହାନି, ଜୀବନ ହାନି। ଯୋଉ କହିଲି ଚର୍ମ ବେଡ଼ିଛି ସିନା 84କୁ ଚିତ୍ତ ତୁ ଲଗା ନୀଳଗିରିବାସୀ। ନୀଳଗିରିବାସୀ କିଏ? ସିଏ ହଉଛି ଜଗନ୍ନାଥ। ସେ ନୀଳଶୈଳରେ ବସିଛି। ତେଣୁ ତାକୁ ଲଗାଅ। ଏତିବେଳେ ଆଉ ସେଇ ନାହିଁ, କାହିଁକିନା ସିଏ ସବୁ ପଠଉଛି ରୋହିଣୀ କୁଣ୍ଡରୁ, ଆଉ କେହି ନାହିଁ। ଆଉ ରକ୍ତାକ୍ତ ଯୋଉ ଶ୍ରୁତି ବା ଆପଣଙ୍କର କର୍ମ, ଏଗୁଡିକ ପ୍ରତ୍ୟେକ ଜୀବ ଜଗତରେ ନିଜକୁ ନିଜେ ରକ୍ତାକ୍ତ ହେବେ। ନିଜକୁ ନିଜେ, ନିଜ ପରିବାରକୁ, ନିଜ ସଖା ସଦରକୁ, ମାନେ ଧନ ଲୋଭ, କାମ ଲୋଭ, ଆଉ ଆପଣଙ୍କର ସାଧାରଣତଃ କାମ ଲୋଭଟା ବେଶୀ ବୋଇଲେ ସେକ୍ସୁଆଲ ଭାବଟା ଅତ୍ୟଧିକ ଭାବରେ ଜାଗ୍ରତ ହବ, ମାନେ ସେ ଧ୍ୱଂସ ହବା ପାଇଁ। କାହିଁକିନା ବିଷ୍ଣୁ ମାୟାକୁ ସତ ବୁଝି ପ୍ରାଣୀ ଏତେ ମଜି, ଏଇଟା ବେଶୀ ହବ। ତାପରେ ଆଉ ସମୟ ଯାହା କହୁଛି ସରିଲା ବୋଲିକି ସମୟ ସରିନାହିଁ, ଅଛି 10,000 ବର୍ଷ ଭୋଗ ହବ, 5,000 କେତେ ବର୍ଷ ହେଲା। କିନ୍ତୁ ଏଗୁଡିକ ଖଣ୍ଡ ପ୍ରଳୟ ଦୈବିକ କଳ୍ପର କିଛି ଅଂଶ ହବ, ତାପରେ ଦୈବିକ କଳ୍ପ ଘଞ୍ଚିଯିବ, ପୁଣି ଭଲ ଆସିବ। କିନ୍ତୁ ଉତ୍ତାପ୍ତ ପ୍ରବଳ ହବ, ଆଉ ବହୁ ନଦୀ ଶୁଖିବ, ଲୋକ ପାଣି ପାଇବେ ନାହିଁ, ଜଳିବ ଘର ଦ୍ୱାର। ତାପରେ ଆପଣଙ୍କର ମାର୍ଚ୍ଚ 17 ତାରିଖରୁ ମହାମାରୀ ଆସିବ। ଯୋଉ ମହାମାରୀ କି ରକ୍ତ ହଗିବେ ଲୋକ, ରକ୍ତ ବୁତିବେ, ଆଉ ସିଏ ହଉଛି ଅତି ଗୁଢ ମହାମାରୀ। ଲୋକ ଜାଣିପାରିବେ ନାହିଁ ତାଙ୍କ ଭିତରେ ଏମିତି ହବ, ଲିଭର ଆଫେକ୍ଟ କରିବ। ଏମିତି କେତେ ଗୁଡ଼ିଏ ଧନ୍ଦା ଆସୁଛି, ଯେଟା ଦୁଃଖର ବିଷୟ, କହିବାକୁ ଦୁଃଖ ଲାଗୁଛି। ଆଉ ଯୋଉମାନେ ଆପଣଙ୍କର ଅଚ୍ୟୁତାନନ୍ଦଙ୍କ ବିଶ୍ୱାସ କରୁଛନ୍ତି ବା ଆପଣଙ୍କର ଯୋଉ ଦୈବୀ ଶକ୍ତି ଯୋଉ ମନ୍ତ୍ରକୁ ଜପନ କରୁଛନ୍ତି ବା ଆକୁ କାଟି ପାରିବେ ସେମାନେ, କିନ୍ତୁ ଅନ୍ୟ କେହି କାଟି ପାରିବେ ନାହିଁ। କାହିଁକିନା କିଛି ମନ୍ତ୍ର ଅଛି ଯାହାକୁ ନ ଦେବା କଥା ମୁଁ ଦେଇଦେଇଛି। କିଛି ମନ୍ତ୍ର ଅଛି ଯେମିତି ସକାଳ ପାପ କଲେ ସନ୍ଧ୍ୟାରେ ନଷ୍ଟ ହୁଏ, ସନ୍ଧ୍ୟାରେ ପାପ କଲେ ରାତିରେ ନଷ୍ଟ ହୁଏ, ରାତିରେ ପାପ କଲେ ସକାଳୁ ନଷ୍ଟ ହୁଏ। ସେ ମନ୍ତ୍ରଟା ମୁଁ ଦଉନି, କାହିଁକିନା ତାକୁ ଦେଲା ମାନେ ମୋର ଅକାଳ ମୃତ୍ୟୁ ବୋଲିକି ଡିରେକ୍ଟ ହେଇଛି। ତେଣୁ ଦଉନି, ତେଣୁ ମୁଁ କାହିଁ ଅକାଳେ ଝଡ଼ି ପାରିବି, ତାକୁ ସେ ମନ୍ତ୍ର ଦାନ କାହିଁ କରିବି। ତେଣୁ ଯାହା ହଉ ସେଇ ଯୋଉ ଜିନିଷ ମୁଁ କାହାକୁ ଦଉନି, ଖାଲି ଏଇ ମନ୍ତ୍ର ଗୁଡ଼ିକ ଦେଇଛି, ତରିବେ ବା ତାରିବେ ବା ତରେଇବେ। ତେଣୁ ମୋର କହିବା କଥା, ମୁଁ ଥିବି, ମୁଁ ରହିଛି, ମୁଁ ରହିବି। ଏଇ ଜିନିଷଟାକୁ ମଣିଷ ଭିତରେ ଭାବି ମଣିଷ କର୍ମ କରନ୍ତୁ। ମାନେ କର୍ମ କରିବ କର୍ମ ତେଜି, ସାଥିକେ ମୋର ପାଦେ ଭଜି, ତମେ ଏଭଳି କର୍ମ କର। ଆଉ ଯେମିତି ଆପଣଙ୍କର ଡୁ ଡିଡ୍ ଗନ୍, ଗୋ ଆଣ୍ଡ ଗନ୍, ଡୁ ଡିଡ୍ ଡନ୍। ମାନେ ବର୍ତ୍ତମାନ ଏବଂ past, ମାନେ present tense and past and future tense, all the tense is available
मार्च ऑल टेंस प्रेजेंट रे हबो फास्ट रे हबो फ्यूचर रे बदी हबो मार्च रे माने ता अर्थ होची कोन सकाळ हला हबो लोक कहले पळेई गेला किंतु से तल तांकर आसी जिवे कली जुग को राति की पुणी हबो पुणी राति पे जदि सत्य जुग आरंभ होची सेतले पुणी हबो प्रेजेंट फास्ट एंड फ्यूचर ता तो गो एंड गन डू डिड डन बैड वेस्ट ऑन सेडा छाड़ू इंग्लिश तो एवरी कही हबो किंतु सेडा कहया था ए भी सब हबो माने गुटे गुटे दिन प्रेजेंट भोग हबो फास्ट टेंस भोग हबो फ्यूचर टेंस भोग हबो अतीत कथा किछि आसीबो आउ आपण भविष्य कथा किछि भी आसीबो आउ प्रेजेंट कथा आसीबो काहे कि जीव जगत रे सचारू रूप रे चलिया प्रत्येक जीव को जेते बेले से वर्तमान समय आसीबो से निजे जेते बेले साइलेंस हो जिवे कोन हो चिंता करिवे ताको हठात निद आसीबो ता पिला बेलु से कोन करता तो मन भीतर संग संग आसीबो प्रत्येक जीव जगत रे बे आसीबो जी भी हो जो प्राणी हो पशु हो कुकुर हो माकड़ हो मनुष्य हो जी भी हो से चिंतित है कि माने धर 4 दिन वर्षा होची कि 5 दिन वर्षा होची छाड़ू नहीं कुआड जाई पर नहीं खाई पर गोटे आखि लागी गला आखि लागे ताको महा जिंस देखा जीवो से पिला बेलु कोन करछि तेणु ये मोर कहया कथा थिला तापर आउ संस्कृत गोटे श्लोक बहुत श्लोक अछि कहया को ताको वर्तमान समय ने जेतु आज टिके फास्ट अछि उपास्या अछि खाली गोटे आपन कहितली एमती गोटे भूमिकंप अछि गोटे बात्या अछि मार्च प्रथम वीक रे सृष्टि हबो आउ से कुआड कोन करिवो कहियो नै तेणु तो मास्टर तो लघुचाप बात्या रहिबो किंतु सेडा सब बेंगल जीवो ओडिसा पर अफेक्ट नाही साइड पर अफेक्ट पड़िबो ना आगुरु कहिदेली जे जेते सृष्टि हबो मार्च मासरे से सब बेंगल जीवो एप्रिल जे सृष्टि हबो से पुरी आसीबो आउ एबे पुरी रे तो जो भूमिकंप हेतिला जेमति भुवनेश्वर भूमिकंप हला ताकू कहले भूमिकंप हेई नै पूरे भूमिकंप हला को पूरे भूमिकंप हेई नै तेणु एमती कहिबे तेणु लोक तो काल राशि से माने कालर चक्र रे चाली चंती आउ से जिंस को से माने जदी निजु निजे न सुधरिबे अन्य के सुधारी परिबे नै आमे पंडित ब्राह्मण कोन सुधारिबो किसी सुधारी परिबो नै एकमात्र होची जगत कहना मु ए कथा कहला परे निमिष मते सत मु संध्या बेले संध्या कर हठात मोर आखि लागेला मो काली आसी मो आगे ठियाई कर गोटे मंत्र कहले से मंत्र होची आज 4-5-6 दिन तलर कथा ए आज शनिवार आर शनिवार हां आर शनिवार ए शनिवार आज भी से मंत्र आसी कहले माने मुते माने प्राणायाम सूत्र करे से गोटे कुछ आलोक आसे आलोक से न काली आसीले से आ काली सहित रामकृष्ण परमहंस शारदा देवी से भी आसतिले से जहा से गोटे मंत्र कहले आउ जते मते माँ बेली कहीदेली से उभे गले चली गले माँ बेली गोटे भूस्किर पाटर बाहला बड़ पाटे तेणु समय चंगी पड़े परिवार चंगी पड़े कौन एड़ पाटे सन्ध्या माँ माँ होती माँ बाहरी पार पाटे जब अन्न कौन बाहर करता से मुझे मार दे था माँ बेली बाहला बेली चलीगला एटा सत बहुत सुंदर रूप से आसते काली रूप देखले मत देखिक गले तेणु मु आज कहूची एबे कौन से जो सुंदर माँ माने पृथ्वी धरापृष्ठ अच्छा सिद्ध जोगिनी तेणु कबल रक्षा देखला माने सुंदर पृथ्वी अवसाद ना जिते देखते आप राहतर तो कही चिड़िका देखी तेणु ताकू न देखिक निज मन भितर से समय माँ को स्मरण करतु आपण तो बचीजे माने जो घर चोरी चढ़चढ़ी अकाल मृत्यु बचीजे किंतु आपण परिवार को सहानुभूति मिल आपण धर्मबल बढ़ से माने सब आसछंती जन्म होइछंती ए घटांकठू कला प्रकाश हे गलानी आउ कलकी भी आपनकर आ भीतर गोटे दिन आसीबे जेतोले जो बात्या हबो से बात्याटा को गोटे केते सेकेंड पे एमटे आसीबे धरा पृष्ठ अछि आसीबे माँ तो जहाँ कहला आसबे पुणी सांगे पड़े रही सुनर आसबे सुनर जीवे आउ कौन सी कलकी जो जदि जन्म है जन्म हे दैट इज नॉट ट्रू से सत नुहे जो मैंने आपनकर कहते पेपर कलकी जन्म हे कलकी सम्मुख गाँव ये हे
ଆଉ ଗୋଟେ କଥା ହଉଛି କଣ, ଗେଣ୍ଡୁକି ନଦୀ ଯେ ଯାଜପୁରରେ ଅଛି, ସେଠି ଜଣେ ବହୁତ ମା ଭକ୍ତ ଅଛନ୍ତି ଆଉ ବହୁତ ଜଗନ୍ନାଥ ଭକ୍ତ ଅଛନ୍ତି। ଆଉ ସେମାନଙ୍କୁ ଗୋଟେ ନିଆଳି ବଟ ଅଛି, ମେରୁ ବଟ ବୋଲି ତାଠି, ସେମାନେ ସେଠାକୁ ଯାଇ ସେ ବଟକୁ ଦର୍ଶନ କରି ସେ ବଟ ଗୋସେଇ ପାଖରେ ଯୋଉ ଦେବୀ ଅଛନ୍ତି ବା ଦେବତା ଅଛି ତାଙ୍କୁ ପୂଜା କରି ଆସିଲେ ସେ ତାଙ୍କୁ ଜଣା ପଡିବ ଯେ ସେ କିଏ, କାହିଁକି ଆସିଛନ୍ତି, କାହିଁ ଏଇଠି ଜନ୍ମ କରି ପୂଜା କରୁଛନ୍ତି, ଆଉ ଗେଙ୍ଗୁଟି ନଦୀର ତାତ୍ପର୍ଯ୍ୟ କଣ। ଗେଙ୍ଗୁଟି ନଦୀ ତାତ୍ପର୍ଯ୍ୟ ବହୁତ ଗୂଢ ତତ୍ତ୍ୱ, ସେ ଆଉ ମୋବାଇଲ ଭିତରେ କହିହେବନି କି ନେଟୱାର୍କ କହିହେବନି, ଯଦି ବସିବେ ଟିକେ କହିହବ ଯେ ସମୟ ବହୁତ ଖରାପ, ଆଉ ସମୟ ଭଲର କୋଶ୍ଚିନ୍ ନେଇ, ଶାନ୍ତିର ସ ଅକ୍ଷର ନାହିଁ, ପ୍ରେଜେଣ୍ଟରେ ଶାନ୍ତି ନାହିଁ, ଫାଷ୍ଟରେ ଶାନ୍ତି ନାହିଁ, ଦେନ୍ ଫ୍ୟୁଚରରେ ଶାନ୍ତି ନାହିଁ। ତେଣୁ ଆମେ ଏତିକି କହିବା, ଭଗବାନ ସମସ୍ତଙ୍କୁ ସଦ୍ବୁଦ୍ଧି ଦଉ, ଏତିକି କହିଲି। ସବୁବେଳେ ମତେ କହିବୁ ଗଙ୍ଗେ ହେର ଯମୁଦ୍ର, କିନ୍ତୁ ବର୍ତ୍ତମାନକୁ ସଦ୍ବୁଦ୍ଧି ଦଉ, ଜାଗ୍ରତ ହୁଅନ୍ତୁ, ଚେତନା ଫେରିବା। ଯୋଗୀ ଯେମିତି ଆପଣ ଜାଗି ଯାଆନ୍ତୁ ଯେ ମୁଁ ଦୁର୍ଲଭ ଜନ୍ମ ପାଇଥିଲି, ମୁଁ କିଏ, ମୁଁ କାହିଁକି ଆସିଥିଲି, ମୋର କଣ କର୍ମ କଣ ଥିଲା, ମୁଁ କେମିତି କର୍ମ କଲେ ପ୍ରଭୁଙ୍କର ପ୍ରିୟ ହେବି, ପ୍ରଭୁ ମତେ ଏ ସଂସାରକୁ ଆଣିଥିଲେ, ତାଙ୍କୁ ଧନ୍ୟବାଦ ଦେବି ଆସିଥିଲି। ଯେବେ ଯେମିତି ଆପଣ ଗୋଟେ ଏକ୍ସାମ୍ପଲ ଦଉଛି, ମାନେ ବହୁତ ପ୍ରାଚୀନ ଇଏର ଜଣେ ସତ୍ୟବ୍ରତ ରାଜା ଥିଲେ, ସେ ହଉଛି ଆପଣଙ୍କର ବେଦର କହୁଛି। ଆଉ ସେ ରାଜା କଣ କଲେ, ଭାରି ଧାର୍ମିକ ଯଦି ଥିଲେ, ବିଷ୍ଣୁ ଭକ୍ତ ଥିଲେ। ସବୁଦିନେ ଯେତେବେଳେ ସ୍ନାନ କରନ୍ତି, ଘରକୁ ଆସନ୍ତି, ବିଷ୍ଣୁକୁ ଉପାସନା କରନ୍ତି, ସ୍ନାନରେ ସୂର୍ଯ୍ୟଙ୍କ ମନ୍ତ୍ର ବୋଲି ସୂର୍ଯ୍ୟଙ୍କୁ ପାଣି ଟେକନ୍ତି। ତେଣୁ ରାଜା ଯେତେବେଳେ ସୂର୍ଯ୍ୟଙ୍କୁ ପାଣି ଟେକୁଛନ୍ତି, ସେତିକି ବେଳେ ସେଇଥିରେ ଜଣେ ପ୍ରଜା ଦେଖିଲା ରାଜା କଣ ପାଣି ଟେକୁଛନ୍ତି। ସେଠୁ ରାଜାଙ୍କୁ ନ ପଚାରି ରାଜା ସ୍ନାନରୁ ଫେରିଲେ, ରାଜାଙ୍କୁ ଚାହିଁଲା, କିଛି କହିପାରିଲାନି, ଡରିଗଲା, ରାଜାଙ୍କୁ ପଚାରିନି। ରାଜା କିନ୍ତୁ ମନ ଭିତରେ ଜାଣିଲେ ଜଣେ ବିଷ୍ଣୁ ପୁରାଣ ବ୍ୟକ୍ତି ଲୋକଟି ମତେ ଚାହିଁଲା, କିଛି ତାର ଉତ୍ତର ଥିଲା, ପଚାରି ପାରିଲା ଭୟରେ, ଠିକ ଅଛି। କାଲି ସେଠୁ ରାଜା ସ୍ନାନ ଆସିଲେ ସେଇ ନଦୀକି ସ୍ନାନ ଆସିଲେ, ସେ ରାଜା ଓଲଟା ପଚାରିଲେ, ତମେ ଏଇ ଗ୍ରାମର ଲୋକ ନା ଅନ୍ୟ ଗ୍ରାମର ଲୋକ? ନା ନମସ୍କାର କଲେ, ପ୍ରଭୁ ମୁଁ ଏଇ ଗାଁର ଲୋକ। ଆପଣ ଯୋଉ ପାଣି ଟେକୁଛନ୍ତି ସୂର୍ଯ୍ୟଙ୍କୁ, ଆଉ ତା ଭିତରେ କଣ ଦେଖୁଛନ୍ତି? ଯୋଉ ପାଣି ଟେକୁଥିଲି କାଲି, ଆଜ୍ଞା ସେ ପାଣି ଯୋଉ ଟେକିଲି, ଯେ ପାଣି ଭିତରେ ଗୋଟେ ମାଛ ଆସିଲା। ଏଇ ଯୋଉ ମାଛଟି ଆସିଲା ମୋ ହାତକୁ, ଦେଖିଲି ଭାଇ ସୁନ୍ଦର ମାଛଟିଏ, ମୁଁ ତ ପାଣିରେ ପକେଇଦେଲି। ସେ କହିଲା, ହେ ରାଜା ତୁମେ ଦୟାଳୁ, ମୁଁ ଛୋଟ ମାଛଟିଏ, ମୋର ଜାତି ଭାଇ ବଡ ବଡ ମାଛ ମତେ ଖାଇଦେବେ, ତମେ ମତେ ରକ୍ଷା କର। ରାଜା କଣ କଲେ, ଗୋଟେ ଜୀବଟି କହୁଛି ସେଇଟା ସୁନ୍ଦର ମାଛଟେ କମଣ୍ଡଳରେ ପକେଇଲେ। ସେଠୁ ଘରକୁ ଯିଏ ବୋଲି ଚିନ୍ତା କଲେ, ଇଏ ତାକୁ ଚାହିଁଥାଏ ଗାଁ ଲୋକଟି। ପରେ ରାଜା ଘରେ ଆସିଲେ। ସେଠୁ କିଛି କ୍ଷଣ ପରେ ସବୁ ଡ୍ରେସ ଫ୍ରେସ ପିନ୍ଧି ଠାକୁର ମୁଣ୍ଡିଆ ଉଠିଲେ। ପୁଣି କମଣ୍ଡଳରେ ସେ ମାଛ ଚିତ୍କାର କରିଦେଲା, ରାଜା ମୁଁ କମଣ୍ଡଳି ଜାଗା ହଉନି, ମତେ ଅନ୍ୟ ଜାଗାରେ ଛାଡ। ସେଠୁ ରାଜା ସତ୍ୟବ୍ରତ କଣ କଲେ, ଏଇଟା ଗୋଟେ କୂପରେ ଛାଡିଲେ। ସେଠି କିଛି କ୍ଷଣ ପରେ ଯଦି ସନ୍ଧ୍ୟା ହେଇଯାଇଛି, ପୁଣି ଚିତ୍କାର କଲା। ରାଜା କହିଲେ, କିଏ ଚିତ୍କାର କରୁଛି? ନା ଆପଣ ଯୋଉ ମାଛ ଆଣିଥିଲେ ଯୋଉ ମୀନ, ସେ ଚିତ୍କାର କରୁଛି। ରାଜା ମୁଁ କୂଅରେ ଜାଗା ହଉନି। ରାଜା କହୁଛି, ଠିକ ଅଛି, ସରୋବରରେ ପକେଇ ଦିଅ। ସରୋବରରେ ପକେଇଲେ। ସେଠୁ ତାର ଦିନ ସକାଳୁ ଚିତ୍କାର କରୁଛି, ଗାଁ କପୁଛି। ସେଠୁ ପୁଣି ରାଜା କହିଲେ, କଣ ଚିତ୍କାର? ନା ରାଜା ମୁଁ ସରୋବରରେ ଜାଗା ହଉନି, ତମେ ଧାରି ଭିତରେ ମତେ କୋଉଠି ରାଜା ଗୋଟେ ହ୍ରଦରେ ପକେଇଲେ, ବିରାଟ ହ୍ରଦ। ସେଠୁ ଗୋଟେ ଦିନ ଗଲା, ପୁଣି ସେ ଡାକ ଦେଲା, କହିଲା ରାଜା ମୋ ହ୍ରଦରେ ଜାଗା ହଉନି, ମତେ ପକାଅ, କୋଉଠି ପକାଅ, ରଖ। ରାଜା ଚିନ୍ତା କଲେ, ଲୋକ ଲଗେଇ ଉଠେଇଲେ, ବିରାଟ ବଡ ମୀନ, ଏକା ଉଠି ପାରିବେନି, ଉଠେଇକି ନେଇକିରି ପୁଣି ସମୁଦ୍ର ଯୋଉଠାରେ ଛାଡ଼ିଲେ। ସେ ଜୀବ ପୁଣି ଡାକ ଦେଲା, ହେ ରାଜା ପୁଣି ସମୁଦ୍ରରେ ପକଉଛ, ମତେ ମୋର ଜାତି ଭାଇ ଖାଇଦେବେ। ସେଠୁ ରାଜାଙ୍କର ସଦ୍ବୁଦ୍ଧି ହେଲା, କହିଲା ମୀନ, ତମେ ଜଣେ କିଏ ଦେବତା, ତମେ ମତେ ମାୟା କରି ପରୀକ୍ଷା କରୁଛ, ତେଣୁ ମୁଁ ସେ ମାୟାରେ ଆପଣଙ୍କୁ ଫସିବାକୁ ଚାହୁଁନି। ହେ ପ୍ରଭୁ ତମେ କିଏ? ସେଠୁ ପ୍ରଭୁ ଦେଖାଦେଲେ, କହିଲେ ରାଜା ଇଏ ସବୁ ଯୁଗରେ ଗୋଟେ କଳ୍ପ
ପ୍ରଳୟ ହୁଏ ସବୁ ଯୁଗରେ, ଯାହାକୁ କହନ୍ତି ଖଣ୍ଡ ପ୍ରଳୟ ବା କଳ୍ପ ପ୍ରଳୟ। କଳ୍ପ ସମ୍ବତ୍ସର ଏମିତି କେତେ ହିସାବ ଅଛି, କେତେ କଳ୍ପରେ କେତେ ସମ୍ବତ୍ସର, କେତେ ସେଗୁଡା ବିରାଟ ବଡ ହିସାବ, ତ ହିସାବ ଦେଇ ହବନି, କିଏ ବୁଝିପାରିବେନି। ତେଣୁ ଛାଡ଼ନ୍ତୁ, ଏତିକି କହୁଛି ନା ଠିକ ଅଛି। ଆଉ ତମେ ତମର ଯାହାକୁ ବା ତମ ପରିବାରର ସବୁ ସଦସ୍ୟକୁ ନେଇ ଏ ସଂସାରରେ ଯେତେ ବିଜୟ ଅଛି ତମ ରାଜନଗରରେ ସବୁ ନେଇ ଆସ। 7 ଦିନ ପରେ ଏମିତି ଗୋଟିଏ ପ୍ରଳୟ ଆସିବ। ମୁଁ ସେ ସବୁ ଦେଖାଦେଲି। ଆଉ ଯାଅ ଆଗେ ସେ ଜୀବଟି ସେ ପାଣିରେ ଉଭେଇଗଲା, ଯିଏ ବିଷ୍ଣୁରୁ କହିଥିଲା। ତେଣୁ ମୋର କହିବା କଥା, ଏ କଳି ଯୁଗରେ ଏଭଳି ଭକ୍ତ ଅନେକ ଅଛନ୍ତି। ପ୍ରଭୁ ତାଙ୍କୁ ସବୁବେଳେ ଦେଖା ଦଉଛନ୍ତି, ପ୍ରଭୁ ତାକୁ କହୁଛନ୍ତି, ସେମାନେ ଜାଣିପାରୁନାହାନ୍ତି। ଭିକ୍ଷା ମାଗୁଛନ୍ତି, ଆସି ଘର ଭିତରେ ମାଗୁଛନ୍ତି, ଜାଣିପାରୁନାହାନ୍ତି, ଅଭିଶପ୍ତ ହେଇଯାଉଛନ୍ତି। କହୁଛି ଗୋଟେ ପଞ୍ଜାବୀ ପିଞ୍ଚି ଲୁଗା ପିଞ୍ଚି ଭିକ୍ଷା ମାଗୁଛନ୍ତି, ପ୍ରଭୁ ନେଇ ଚାଲି ଆସୁଛନ୍ତି ବେଳେ ବେଳେ। ତେଣୁ ତାକୁ ଚିହ୍ନିବା ଭାରି କଷ୍ଟକର ହଉଛି। ମୋର କହିବା କଥା, ଜୀବେ ଦୟା, ଦାନ କରନ୍ତୁ। ଦାନ ରହିଛି କଳି ଯୁଗରେ, ଆଉ କିଛି ତ ନାହିଁ। ତେଣୁ ସେଇ ଧ୍ୟାନ କରନ୍ତୁ। ଭଗବତେ ଭିକ୍ଷାଙ୍କୁ ଦେଇ କହିଲା ମାନେ ଆପଣଙ୍କ ଯାହା ଶକ୍ତି ଥିବ ଆପଣ ଦାନ କରନ୍ତୁ। ତା ଦ୍ୱାରା ଆପଣ ବଞ୍ଚିବେ, ଆପଣ ପରିବାର ବଞ୍ଚିବ। ମୋର ଏକ୍ଜାମ୍ପଲ ଦେବା କଥା ହଉଛି କଣ, ଏବେ ଯୋଉ ପ୍ରଳୟ ହବ ଆପଣଙ୍କର ଏପ୍ରିଲ ମାସରେ, ସେଇଟା ଏଇ ବେଦକୁ ପାତାଳଗାମୀ କରିବାରୁ, ମାନେ ବେଦକୁ ଲୋକମାନେ ମାନୁନାହାନ୍ତି, ମାନେ ବେଦକୁ କେହି ଜାଣୁନାହାନ୍ତି। ସନାତନ ଧର୍ମର ସବୁ ସନାତନୀ ମାନେ ଭୁଲିଗଲେଣି। ସେମାନେ ମୋ ଛୁଆ ମୋ ଇଏ ସବୁ ପ୍ରକାର କରୁଛନ୍ତି। ମୁଁ ପ୍ରମାଣ ସହିତ ଦେବି, ଯଦି କହିବେ ଏକ୍ଜାମ୍ପଲ। ଯୋଉମାନେ ଅଚ୍ୟୁତ କହିଥିଲେ, ଦେଖା ଦେଖି ଭାବେ ସାଧୁ ବୋଲାଇବେ, ସମ୍ପ୍ରଦାୟ ଜ୍ଞାନ ନଥିବ, ନାନା ଜାତି ନାନା ତିଳକ କରିବେ, ଗୁରୁ ଧର୍ମ ନାଶ ଯିବ। ବର୍ତ୍ତମାନ ସେଇଆ ଚାଲିଛି। ଯିଏ କିଛି ଜାଣେ ଚାଲିଛି। ଏ ବାବା କଣ ଆପଣ କୋଉଠି, କୋଉ ସମ୍ପ୍ରଦାୟ, ସେ କଣ ସମ୍ପ୍ରଦାୟ ବା, ମୁଁ ଖାଇବା ପାଉନଥିଲି ସମ୍ପ୍ରଦାୟ। ସେଠୁ କିଛି ଦିନ ଗଲା, ଦେଖିଲା ବେଳକୁ ସେ ବାବା ଗୋଟେ ଠେଲା ଗାଡି ଦେଇ ବସି ବୁଲୁଛି। ବାବା କଣ ତମ ଭଲ ଥଲ ନା, ତୁ ଯାଉନୁ, ମୁଁ ଯେମିତି ପଇସା ଯୋଗାଡ଼ କରିବି ଆଉ। ସେଠୁ କିଛି ଦିନ ଗଲା, ଠେଲା ଗାଡି ଭାଙ୍ଗିଗଲା, ପୁଣି ବାବା ଚାଲି ଭାଙ୍ଗିଲେ, ଲୋକ ହସନ୍ତି। ତେଣୁ ଗୋଟେ ଜିନିଷ ହଉଛି କଣ, ଇଏ ଅଭିନୟ କରିକିରି ସାଧୁମାନେ ଯୋଉ ଭିକ୍ଷା ମାଗୁଛନ୍ତି ତିଳକ କରି, ମୁଁ କହୁଛି ଅଭିନୟ ସାଧୁ କୁହନ୍ତୁ। କୌଣସି ସାଧୁ ମହାତ୍ମା ଯେ ମୁଁ କହିଲି ଦାନ କର, ଯାହାକୁ ନେଇ ଦାନ କରିଦବ, ମାନେ ଯିଏ ମାନେ ଦାନର ଉପଯୋଗୀ। ଯେମିତି ଆପଣଙ୍କ ବାମନ ଆସିଥିଲେ ଦାନ କରିବାକୁ, ବଳି ଜାଣିଥିଲା, ବଳି ଦେଖିଲା ତେଜ ଜଳୁଛି, ଦାନ ବୋଲି ସ୍ୱୀକାର କଲା। ଯଦି ଆମର ଗୋଟେ ବଳ ଅଛି, ବଳି କଣ ଜାଣିବା ନା ତା। ସେମିତି ଦାନ ଉଚିତ ଲୋକରେ ଦିଅନ୍ତୁ, ଯୋଉ ଦାନର ପ୍ରାପ୍ୟର ଯୋଗ୍ୟ। କାରଣ ମାନେ ଯୋଉ ବୁଲୁଛନ୍ତି ଆଡେ ସୁଧ କାରବାର କରୁଛନ୍ତି, ମାନେ ସେ ଭିକାରୀକି ଭିକ ଦେବା ଉଚିତ। ମୁଁ କହିବା କଥା ଯେ ଦାନ କର ବୋଲି ତାହା ନୁହେଁ। ତେଣୁ ବୁଝି ସୁଝି କର୍ମ କଲେ ପ୍ରମାଦ ନ ପଡ ଏଇଭଳି। ତେଣୁ ଆପଣ ଯାହା ବି କରୁଛନ୍ତି, ଯେମିତି ଭାଗବତ କହିଛି, କର୍ମ କରିବି କର୍ମ ତେଜି ସାଥିକେ ମୋର ପାଦେ ଭୋଜି। କର୍ମକୁ କର୍ମରେ ତ୍ୟାଗ କର, ମନକୁ ମନ ଦ୍ଵାରା ତମେ ଇଏ କର। ଅନପ କାହିଁ ଯିବ ତ ମନ ତମକୁ କହୁଛି ସକାଳେ କଣ ଘଟିବ ପ୍ରାତରୁ, କିନ୍ତୁ ତାକୁ ତ ବୁଝିପାରୁନ, ଅନପକୁ ପଣ୍ଡିତ ଦଉଛ। ତେଣୁ ହଁ, ଏଇ କଳିଯୁଗ ଗୁରୁ ବଡ ପ୍ରପଞ୍ଚ, ଶିଷ୍ୟକୁ ଖାମତେ ଲାଞ୍ଚ। ସେମାନେ ଯଦି ସଦ୍ଗୁରୁ ହେଇଥାନ୍ତେ, ଶିଷ୍ୟ କାହିଁ ଅମୁଖ୍ୟ ରୁହନ୍ତେ। ଏ ଶିଷ୍ୟ ଗୁଡିକ ଯେତିକି ହେଇଛନ୍ତି, ମାନେ ସେ ଖାଲି ତିଳକ ମାରୁଛନ୍ତି। କିଛି ଯେ ଥିବେ କହିପାରିବିନି। ମୁଁ ଭାବୁଛି ୟା ଦେହରେ ମୁଁ ବହୁତ ବୁଲିଲି, 4-5 ଦିନ ହେଲା ବୁଲୁଛି, 6 ଦିନ ହେଲା ବେଶୀ ହବ। ତେଣୁ ଏବେ କହିବା କଥା, ଏବେ ମାନେ ଆଉ ସମୟ ଭଲ ନାହିଁ। ଦିନ 2 ପରେ ରକ୍ତ ସରୁଛି, ଦିନ 2 ପରେ ଲୋକ ମର୍ଡର କରୁଛି। ଇନକାଉଣ୍ଟର ହେଇଛି ଭୁବନେଶ୍ୱର 3 ଦିନ ପରେ, ଶୁଣୁଥିଲି ଟିଭିରେ, ଦିନରେ ଗୁଳି ମାରୁଥିଲା ପୋଲିସ। ତେଣୁ ସେ ସମୟ ଆଉ ଭଲ ନାହିଁ। ତେଣୁ ଆପଣ ସବୁ ମାନେ ଏକମୁଖ ହୁଅ, ନାରାୟଣ ରକ୍ଷା କର, ନାରାୟଣ ରକ୍ଷା କର, ନାରାୟଣ ରକ୍ଷା କର, ନାରାୟଣ ରକ୍ଷା କର। ନାରାୟଣ ଜଗତ ଦିହରେ ଅଛି, ହରି ସର୍ବତ୍ର ଅତ୍ର ତତ୍ର ଯତ୍ର ଅଛନ୍ତି। ତେଣୁ ଏ ଯୋଉ ଭକ୍ତମାନେ ଅଛନ୍ତି, ସେ ଭକ୍ତମାନେ ଆକୁ ଶୁଣନ୍ତୁ, ନିଜେ ଚରି ଜଗତକୁ ତାରନ୍ତୁ। ମୋ ପାଖରେ ଅନେକ ଶାସ୍ତ୍ର, ଅନେକ ଉପମା, ଅନେକ ବେଦ, ଉପବେଦ, ଉପନିଷଦ, ମୋ ବହୁ କିଛି ମାଙ୍କ କୃପାରୁ ବା ଜଗନ୍ନାଥ କୃପାରୁ
ଆଉ ଆମର ଯୋଉ ସଂସ୍କାର ପୂର୍ବ ଜନ୍ମର ତା କୃପାରୁ ଅଛି। ଯଦି କୋଉଠି ଏମିତି ଆଲୋଚନା ହୁଏ ବା ଲାଇଭ ହୁଏ ସେଠି ମୁଁ କହିବି, ଲୋକ ପ୍ରଶ୍ନ ପଚାରିବେ, ମୋ ମନ ଭିତରେ ଅଛି କିନ୍ତୁ ବୁଢୀ ଅର୍ଡର ଦଉନାହିଁ। ମୁଁ କେବେ କରିସାରନ୍ତନି, କାହିଁକିନା ଯିଏ ସଂସ୍କୃତରେ ପାରଙ୍ଗମ, ଉତ୍ତର ଦେବାକୁ ପାରଙ୍ଗମ, ସବୁ କଥାରେ ପାରଙ୍ଗମ, ସେଇ ମାଙ୍କ କୃପାରୁ ସେ ମା ମନା କରୁଛି। ତେଣୁ ସେ ଯେ କଥା ବଡ ନୁହେଁ। ତେଣୁ ଏବେ କହୁଛି ସମସ୍ତେ ଏକମୁଖ ହୁଅ, ନାରାୟଣ ରକ୍ଷା କର, ନାରାୟଣ ରକ୍ଷା କର, ନାରାୟଣ ରକ୍ଷା କର। ଗଙ୍ଗେ ହର, ନର୍ମଦେ ହର, ଜଟା ସକେରେ ହୋ, ପାର୍ବତୀ ପତେ ହର ହର ମହାଦେବ, ହେ ପ୍ରଭୁ ରକ୍ଷା କର।